ବାରତା ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ଏବେ ଶୁଣ ଏ ବାଣୀ, ଶୁଭ ବାରତା ଆସିଛି ଆଜି। প্রিয় শ্রোতা বন্ধু, প্রভু শ্রীখ্ରୀষ্টଙ୍କ ଗୌରବମୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ଜନ ଲିଖିତ ସୁସମାଚାର 20 ଅଧ୍ୟାୟର 31 ପଦରେ ଆମମାନେ ଏହିପରି ପାଠ କରୁ, କିନ୍ତୁ ତୁମେମାନେ ଯେପରି ବିଶ୍ୱାସ କର ଯେ ଯୀଶୁ ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି, ପୁଣି ବିଶ୍ୱାସ କରି ଯେପରି ତୁମେମାନେ ତାହାଙ୍କ ନାମରେ ଜୀବନ ପ୍ରାପ୍ତ ହୁଅ, ଏଥି ନିମନ୍ତେ ଏହି ସମସ୍ତ ଲେଖାଯାଇଅଛି। ପାପୀ ମାନବର ପରିତ୍ରାଣ ନିମନ୍ତେ ଈଶ୍ୱର ଯେଉଁ ଯୋଜନା କରିଥିଲେ ତାହା ସେ ବାରମ୍ବାର ମନୁଷ୍ୟକୁ ଜଣାଇଲେ। ଦୂତମାନଙ୍କ ଦ୍ୱାରା, ପୁରାତନ ନିୟମର ଭକ୍ତମାନଙ୍କ ଦ୍ୱାରା, ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା, ସ୍ୱୟଂ ପ୍ରଭୁ ଯୀଶୁଙ୍କ ଦ୍ୱାରା ତଥା ତାହାଙ୍କ ଶିଷ୍ୟମାନଙ୍କ ଦ୍ୱାରା ଈଶ୍ୱର ମନୁଷ୍ୟର ପରିତ୍ରାଣର ପଥ ପ୍ରକାଶ କଲେ। ଈଶ୍ୱର ମନୁଷ୍ୟମାନଙ୍କୁ ଅନୁପ୍ରାଣିତ ବା ନିଶ୍ୱାସିତ କରି ତାହାଙ୍କ ବାର୍ତ୍ତା ପବିତ୍ର ବାଇବଲରେ ଲିପିବଦ୍ଧ କରାଇଲେ। ଏହି ବାର୍ତ୍ତା ହେଉଛି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଜୀବନ, ଶିକ୍ଷା, ଆଶ୍ଚର୍ଯ୍ୟକର୍ମ ଓ ଚିହ୍ନ ଅଟେ। ତାହାଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ତଥା ଅନନ୍ତ କାଳ ଯାଏ ସମ୍ପୂର୍ଣ୍ଣ ଭବିଷ୍ୟତ ଅଟେ। ଏହି ବାର୍ତ୍ତା ସ୍ୱୟଂ ପ୍ରଭୁ ଶ୍ରୀଖ୍ରୀଷ୍ଟ ଅଟନ୍ତି, ଆଉ ସେ ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି, ଯେ କେହି ଏହି ବାର୍ତ୍ତାରେ ଅର୍ଥାତ୍ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ନିଜର ପ୍ରଭୁ ଓ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରେ, ସେ ପରିତ୍ରାଣ ପ୍ରାପ୍ତ ହୁଏ, ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଆପଣ ମଧ୍ୟ ଯେପରି ତାହାଙ୍କଠାରେ ବିଶ୍ୱାସ କରି ପରିତ୍ରାଣ, ଅନନ୍ତ ଜୀବନ ପ୍ରାପ୍ତ ହେବେ, ଈଶ୍ୱରଙ୍କ ନିକଟରେ ଏହି ଆମର ପ୍ରାର୍ଥନା।